I'm Damayanti. Welcome to my YouTube channel. ଏବେ ମୁଁ ଆଲୋଚନା କରିବି କବିବର ରାଧାନାଥଙ୍କର ଜୀବନୀ ଏବଂ ତାଙ୍କର ସମସ୍ତ ରଚନା ଗୁଡ଼ିକ। ଏଇଟା ହେଉଛି ମୁଁ ଆଲୋଚନା କରୁଛି ଓଡ଼ିଆ ସାହିତ୍ୟରେ ରାଧାନାଥ ଆଉ ସତ୍ୟବାଦୀ ଯୁଗ ବୁକ୍। ଏଠାରେ ଆମର ଫକୀରମୋହନ ସେନାପତି, ମଧୁସୂଦନ ରାଓ, କବିବର ରାଧାନାଥ ସମସ୍ତଙ୍କର ଜୀବନୀ ଆଉ ତାର ରଚନା ଗୁଡ଼ିକ ବିସ୍ତୃତ ଭାବରେ ଦେଇଛି। ପ୍ରଥମେ ଦେଖିବା ରାଧାନାଥଙ୍କ ଜୀବନୀ। କବିବର ରାଧାନାଥ ରାୟ ବାଲେଶ୍ୱର ଜିଲ୍ଲାର କେଦାରପୁରଠାରେ 1848 ମସିହା ସେପ୍ଟେମ୍ବର ମାସ 28 ତାରିଖରେ ରାଧାନାଥ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କର ନାମ ସୁନ୍ଦର ନାରାୟଣ ଓ ମାତାଙ୍କର ନାମ ତାରିଣୀ ଦେବୀ। ପିତା ଥିଲେ ବାଲେଶ୍ୱର କଲେକ୍ଟର ସଦର କାନୁନଗୋ। ରାଧାନାଥଙ୍କର ଜନ୍ମର 5 ବର୍ଷ ପରେ ମାତୃବିୟୋଗ ହୋଇଥିଲା। ହେଲେ ରାଧାନାଥ ଜନ୍ମ ପରେ 5 ବର୍ଷ ପରେ ତାଙ୍କ ମାଙ୍କର ମୃତ୍ୟୁ ହୋଇଥିଲା। ତେଣୁ ପିତା ବାଧ୍ୟ ହୋଇ ଦ୍ୱିତୀୟ ବାର ବିବାହ କରିଥିଲେ। ବିମାତାଙ୍କର ଆଦର ଯତ୍ନ ଓ ସେବାରେ ରାଧାନାଥ ବଡ଼ ହେବାକୁ ଲାଗିଲା। ମାଟି ବଂଶ ଅବଧାନଙ୍କ ପାଖରୁ ଶିକ୍ଷା ଶେଷ କରି ସୋରଠାରେ ପ୍ରତିଷ୍ଠିତ ହୋଇଥିବା ବର୍ନାକୁଲାର ସ୍କୁଲରେ ଅଧ୍ୟୟନ କଲେ। ତତ୍ପରେ ସେ 1858 ମସିହାରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ 6ଠ ଶ୍ରେଣୀରେ ନାମ ଲେଖାଇଲେ। 1863 ମସିହାରେ ସେ ପ୍ରଥମ ଶ୍ରେଣୀରେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ। ତତ୍ପରେ ସେ କଲିକତାର ପ୍ରେସିଡେନ୍ସି କଲେଜରେ FA ଶ୍ରେଣୀରେ ନାମ ଲେଖାଇଲେ। କେଉଁ କଲେଜରେ? ନା କଲିକତାର ପ୍ରେସିଡେନ୍ସି କଲେଜରେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟର ଅବନତି ହେବାରୁ ଉଚ୍ଚଶିକ୍ଷାର ଆଶା ପରିତ୍ୟାଗ କରି ବାଲେଶ୍ୱର ଚାଲି ଆସିଲେ। ସେଠାରେ ଯେହେତୁ ତାଙ୍କ ଦେହ ଖରାପ ହେଲା ବହୁତ ଟାଇମ୍, ତେଣୁକରି ସେ ବାଲେଶ୍ୱର ଛାଡ଼ିକି ଚାଲି ଆସିଲେ। ତାଙ୍କର ଉଚ୍ଚଶିକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା। ସେ ଏଥର 1864 ମସିହାରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ତୃତୀୟ ଶିକ୍ଷକ ରୂପେ ଯୋଗଦେଲେ। ଏଠାରୁ ଆରମ୍ଭ ହେଲା ତାଙ୍କର କର୍ମମୟ ଜୀବନ। ଶିକ୍ଷକତା ସହିତ ସେ ଅଧ୍ୟୟନ କଲେ ବିଭିନ୍ନ ସଂସ୍କୃତ, ବଙ୍ଗଳା ଓ ଇଂରାଜୀ ଗ୍ରନ୍ଥ। ରାଜା ବୈକୁଣ୍ଠନାଥ ଦେ, ଫକୀରମୋହନ ସେନାପତି, ଗୋପାଳ ଚନ୍ଦ୍ର ପଟ୍ଟନାୟକ, ଜୟକୃଷ୍ଣ ଚୌଧୁରୀ ପ୍ରମୁଖ ବହୁ ବ୍ୟକ୍ତିମାନଙ୍କର ସମ୍ପର୍କରେ ଆସି ରାଧାନାଥ ପ୍ରାଚୀନ ଓଡ଼ିଆ ସାହିତ୍ୟ ସମ୍ପର୍କରେ ଚର୍ଚ୍ଚା କରିବାର ସୁଯୋଗ ଲାଭ କଲେ। 1861 ମସିହା ଜାନୁଆରୀ ମାସ 14 ତାରିଖରେ ରାଧାନାଥ ପୁରୀ ଜିଲ୍ଲାର ସ୍କୁଲରେ ଦ୍ୱିତୀୟ ଶିକ୍ଷକ ରୂପେ ଯୋଗଦେଲେ। ସେହି ବର୍ଷ ସେ ଘରୋଇ ଭାବରେ FA ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ। ଏହି ସମୟରେ ପୁରୀ ଜିଲ୍ଲା ସ୍କୁଲର ତାଙ୍କର ଗ୍ରନ୍ଥ ହେଲେ ମଧୁସୂଦନ ରାଓ, ମଣିକାଞ୍ଚନ ମିଳନ ହେଲା। ଗୁରୁ ଓ ଶିଷ୍ୟଙ୍କ ମିଳନରେ ଭବିଷ୍ୟତ ଓଡ଼ିଆ ସାହିତ୍ୟର ଭ୍ରୂଣ ଚାରିତ୍ଲ ହେଲା। ଏହି ସମୟରେ ମଧ୍ୟ ରାଧାନାଥ ବହୁ ପୁସ୍ତକ ଅଧ୍ୟୟନ କରି ଆପଣାର ଜ୍ଞାନକୁ ପ୍ରସାରଣ କରିଥିଲେ। 1870 ମସିହାରେ ତାଙ୍କର ହେଲା ବିବାହ। 1872 ମସିହା ଜାନୁଆରୀ ମାସ 10 ତାରିଖ ଦିନ ସେ ବାଙ୍କୁଡ଼ା ଜିଲ୍ଲା ସ୍କୁଲରେ ଦ୍ୱିତୀୟ ଶିକ୍ଷକ ରୂପେ ନିଯୁକ୍ତ ହେଲେ। ସେଠାରେ ତାଙ୍କର ବ୍ୟକ୍ତିତ୍ୱ ଓ ଆଦର୍ଶ ଗ୍ରନ୍ଥମାନଙ୍କ ଉପରେ ଶରୀର ପ୍ରଭାବ ପକାଇଥିଲା। 1864 ଜୁନରୁ 1872 ଜୁନ ମାସ ପର୍ଯ୍ୟନ୍ତ ରାଧାନାଥ ଶିକ୍ଷକ ଭାବରେ ଜୀବନ କଟାଇଥିଲେ। ଏହି ସମୟ ମଧ୍ୟରେ ସେ ଘରୋଇ ଭାବରେ
FA ପାସ୍ କରିବା ସହିତ ଇଂରାଜୀ, ବଙ୍ଗଳା ଓ ସଂସ୍କୃତ ଭାଷାର ବହୁ ପୁସ୍ତକ ଅଧ୍ୟୟନ କରିଥିଲେ। ନଅଙ୍କ ଦୁର୍ଭିକ୍ଷ ଓ ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନ ଏହି ସମୟରେ ଘଟିଲା। ରାଧାନାଥ 1872 ସାଲ ଜୁଲାଇ ମାସ 27 ତାରିଖରେ ବାଲେଶ୍ୱର ଜିଲ୍ଲା ସ୍କୁଲ ମୁହଁର ଡେପୁଟି ଇନ୍ସପେକ୍ଟର ରୂପେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଏହି ସମୟରେ ମଧୁସୂଦନ ରାଓ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଦ୍ୱିତୀୟ ଶିକ୍ଷକ ଥାନ୍ତି। ରାଧାନାଥ ଆଉ ମଧୁସୂଦନଙ୍କ ପୁନର୍ବାର ହେଲା ମିଳନ। ଏହି ଆଧୁନିକ ଓଡ଼ିଆ ସାହିତ୍ୟ ଏମାନଙ୍କ ମିଳନରୁ ନେଲା ପ୍ରଥମ ସାକାର ରୂପ। ଉତ୍କଳ ଦର୍ପଣ 1873କୁ କେନ୍ଦ୍ର କରି ଏହି ଦୁଇ ସାରସ୍ୱତ ପ୍ରତିଭାଙ୍କର ହେଲା ବିଚଳ ବିକୋଚ ବିକାଶ। 1877 7 ନଭେମ୍ବର 26 ତାରିଖରେ ରାଧାନାଥ ଓଡ଼ିଶାର ଶିକ୍ଷା ବିଭାଗର ହେଲେ ଏଜେଣ୍ଟ ଇନ୍ସପେକ୍ଟର। ଏହି ସମୟରେ ସେ ଅବସ୍ଥାନ କଲେ କଟକରେ ଓ ସମଗ୍ର ଓଡ଼ିଶା ବୁଲି ଦେଖିବାର ସୌଭାଗ୍ୟ ଲାଭ କଲେ। ଇତିପୂର୍ବରୁ ସେ ବଙ୍ଗଳାରେ କବିତା ଲେଖୁଥିଲେ। 1879 ମସିହାରେ ଭୂଦେବ ମୁଖୋପାଧ୍ୟାୟଙ୍କର ସଂସ୍ପର୍ଶରେ ଆସି ଓଡ଼ିଆ କାବ୍ୟ କବିତା ରଚନାରେ ସମ୍ପୂର୍ଣ୍ଣ ମନୋନିବେଶ କଲେ। 1880 ମସିହା ବେଳକୁ ରାଧାନାଥ ସାରସ୍ୱତ ପ୍ରତିଭା ପ୍ରକାଶ କଲା। ତାଙ୍କର ଜୀବନୀ ଏତେ ପଢ଼େନି, ତାଙ୍କର ଲେଖା ଗୁଡ଼ିକ ଅଧିକ ପଢ଼େ। ରାଧାନାଥଙ୍କ କବିତ୍ୱକୁ ନଗେନ୍ଦ୍ର ବାଳା ଶତକଣ୍ଠରେ ପ୍ରଶଂସା କରିଛନ୍ତି ଓ ରାଧାନାଥଙ୍କ ଉଦ୍ଦେଶ୍ୟରେ ସେ ରଚନା କରିଛନ୍ତି ଏକ କବିତା ଭୂତଲେ ସ୍ୱର୍ଗ। ଏହି କବିତାରେ ସେ ଲେଖିଛନ୍ତି, ଆମେ ତ ଦେଖୁଛ ସ୍ୱର୍ଗ ଭୂତଲେ ଏବେର, ଏଇ ମହାଶୂନ୍ୟସ୍ତର ସ୍ୱର୍ଗରାଜ୍ୟ ମନୋହର। ନେକ୍ସଟ ଆମେ ଦେଖିବା ଏବେ ରାଧାନାଥଙ୍କର ସାରସ୍ୱତ ପ୍ରତିଭାର ଆଦ୍ୟ ନିଦର୍ଶନ ବଙ୍ଗଳା କବିତା। ଓଡ଼ିଆ ଭାଷାରେ ଶକ୍ତ ପରୀକ୍ଷା କରିବା ପୂର୍ବରୁ ରାଧାନାଥ ପ୍ରଥମେ ବଙ୍ଗଳା କବିତାରେ କବିତା ରଚନା କରିଥିଲେ। ସେତେବେଳେ ସେ ଶିକ୍ଷକତା କରୁଥିଲେ। ସେତେବେଳେ ଇଂରାଜୀ କବିତା ସହିତ ବଙ୍ଗଳା କବିତା ମଧ୍ୟ ଅଧ୍ୟୟନ କରିଥିଲେ। ମାଇକେଲ ମଧୁସୂଦନ ଦତ୍ତଙ୍କ ଦ୍ୱାରା 1864 ମସିହାରେ ରଚିତ କେତେକ ସୋନେଟ୍ ସେ ଅଧ୍ୟୟନ କରିଥିଲେ। ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଧାନାଥ 1868 ମସିହାରେ ବଙ୍ଗଳାରେ ରଚନା କଲେ କବିତାବଳୀ ପ୍ରଥମ ଭାଗ। ଏଥିରେ 51ଟି ସୋନେଟ୍ ସନ୍ନିବେଶିତ। ଆମର କବିତାବଳୀ ପ୍ରଥମ ଭାଗରେ 51ଟି ସୋନେଟ୍ ଅଛି। 1870 ସାଲରେ କବିତାବଳୀ ଦ୍ୱିତୀୟ ଭାଗ ପ୍ରକାଶ ହେଲା। ଏଥିରେ ମଧ୍ୟ କେତେଟି ସୋନେଟ୍ ଓ କ୍ଷୁଦ୍ର କବିତା ସନ୍ନିବେଶିତ। ଏହି କବିତା ସକଳ ଦୂରରୁ ପୁଷ୍ପ ଜଣାଏ, ସ୍ପଷ୍ଟ ଜଣାଏ ଯେ ରାଧାନାଥ ବଙ୍ଗଳା ଓ ବିଦେଶୀ ସାହିତ୍ୟ ପ୍ରତି ଗଭୀର ଶ୍ରଦ୍ଧା ପ୍ରକାଶ କରିଥିଲେ। ଅବଶ୍ୟ ଏହି କବିତା ଗୁଡ଼ିକରୁ ସେ କାଳର ତରୁଣ କବି ରାଧାନାଥଙ୍କର ପରିପକ୍ୱତା ବିଶେଷ ପରିଲକ୍ଷିତ ହୁଏ ନାହିଁ। ତଥାପି କବିତାବଳୀ ଏକମ ଭାଗରେ
ସଂଯୋଜିତ ଜନ୍ମଭୂମି ଶୀର୍ଷକ କବିତାରେ କବିଙ୍କର ଯେଉଁ କ୍ଷୋଭ ପ୍ରକାଶ ପାଇଛି ତାହା ତାଙ୍କର ପରବର୍ତ୍ତୀ ବିଶିଷ୍ଟ ଓଡ଼ିଆ କାବ୍ୟ କବିତାମାନଙ୍କରେ ରୂପାୟିତ ହୋଇଥିବାର ଲକ୍ଷ୍ୟ କରାଯାଏ। ଜନ୍ମଭୂମି କବିତାରେ ସେ ଲେଖିଛନ୍ତି, ରାଧାନାଥଙ୍କ ଜନ୍ମଭୂମି କବିତା। କି ନା ছিল তব স্মরে কহল জননী, কি না ছিল হায় মাত কথা ସେ ସକଳ, କଥା ଏବେ ସେଇ ମୁକ୍ତା ପୂର୍ଣ୍ଣ ହୀରାମଣି। ନନ୍ଦନ କାନନ ଯଥା ଲୁଠି ରୁକ୍ଷ ଦଳ, ବିନା ସେ ତାହାର ଶୋଭା ଦୁରନ୍ତ ଯୌବନ। କରେଛି ଜନନୀ ତବ ସର୍ବସ୍ୱ ହରଣ। ଏଇଟା ହେଉଛି ଆମର ଜନ୍ମଭୂମି କବିତାର ପଂକ୍ତି। ମନେ ରଖିବେ, ଏହିପରି ପଂକ୍ତି ଗୁଡ଼ିକ ମଧ୍ୟ ଏକ୍ଜାମରେ ଆସିଥାଏ। ଆଉ ଏଗୁଡ଼ିକ କେଉଁ କବିତାରୁ ଆସିଛି ବୋଲି ମଧ୍ୟ ଆସିଥାଏ। ଜନ୍ମଭୂମିର ଦୁର୍ଦ୍ଦଶା ବାସ୍ତବ ଭାବରେ ଏହି କବିତାରେ ରୂପାୟିତ। ଜାତିପ୍ରାଣ ରାଧାନାଥଙ୍କ କବି ବ୍ୟକ୍ତିତ୍ୱର ଏହା ଏକ ମନ୍ମୟ ଆଲେଖ୍ୟ। ମଧ୍ୟଯୁଗୀୟ ବିଶିଷ୍ଟ ରୀତିକବି ଉପେନ୍ଦ୍ର ଭଞ୍ଜଙ୍କ ପ୍ରତି ତାଙ୍କର ଥିଲା ଗଭୀର ଶ୍ରଦ୍ଧା। ବାରମ୍ବାର ସେ ଉପେନ୍ଦ୍ରଙ୍କ କବି ବ୍ୟକ୍ତିତ୍ୱ ପ୍ରତି ଆପଣାର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅଥଚ ପରବର୍ତ୍ତୀ କାଳରେ ଉପେନ୍ଦ୍ର ଭଞ୍ଜଙ୍କୁ କେନ୍ଦ୍ର କରି ତାଙ୍କର ବିରୋଧରେ ସାରସ୍ୱତ ଝଡ଼ ଉଠିଥିଲା। ସେତେବେଳେ ରାଧାନାଥ ପୁଣି ଏକ ଚିଠିରେ ପ୍ରକାଶ କରିଥିଲେ ଯେ ତାଙ୍କଠାରୁ ଅନ୍ୟ କେହି ଉପେନ୍ଦ୍ର ଭଞ୍ଜଙ୍କର ଅଧିକ ଅନୁକାରୀ କବି ନାହାନ୍ତି। କବି ଜୀବନର ଆରମ୍ଭ ରାଧାନାଥ ଯେଉଁ ବଙ୍ଗଳା ସନେଟ୍ ଲେଖିଥିଲେ, ସେ ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ, ଅଭିମନ୍ୟୁ, ଗୌରୀଶଙ୍କର ପ୍ରମୁଖଙ୍କ ପ୍ରତି ନିଜର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। କବି ଉପେନ୍ଦ୍ର ଭଞ୍ଜ ଶୀର୍ଷକ କବିତାର ଦୃଷ୍ଟାନ୍ତ ଲେଖିଛନ୍ତି। ଉପେନ୍ଦ୍ର ଭଞ୍ଜ ଶୀର୍ଷକ କବିତାରେ ଲେଖିଛନ୍ତି, ନୀଳକଣ୍ଠାତ୍ମକ କମକାୟ ସିକ୍ତିଧର, ତ୍ରିଦଶ ଦଲେର ସୁର ସେନାନୀ ହଇଏ। ବହୁ କଷ୍ଟ ସହି କରି ରଣଖର ପାଇଲ ଅକ୍ଷୟ ଯଶା, ତାରକେ ଅଧୟେ। ହେ ନୀଳକଣ୍ଠ ନନ୍ଦନ ନୃପକଲ୍ଲୋଳଧନ, ରୋମିୟ ତମେ ତ ସୁର ସୁକବି ମଣ୍ଡଳେ, ହଏ ଆଗ୍ରହୀଣ କବି ନିଜ ବାହୁ ବଳେ। ରାଧାନାଥଙ୍କର ଲେଖାବଳୀ ପରବର୍ତ୍ତୀ ବଙ୍ଗଳା ରଚନା। ଏହା ମାଇକେଲ ମଧୁସୂଦନ ଦତ୍ତଙ୍କର ବୀରାଙ୍ଗନା କାବ୍ୟ ଅନୁସରଣରେ ରଚିତ। ଅମିତ୍ରାକ୍ଷର ଛନ୍ଦରେ ଏହା ରଚିତ ହେଲା। ଏ କବିତାଟି ତାଙ୍କର ଅମିତ୍ରାକ୍ଷର ଛନ୍ଦରେ ରଚିତ। ଏଟା କୋଉ କବିତା? ଉପେନ୍ଦ୍ର ଭଞ୍ଜଙ୍କୁ ନେଇକି। ଏହା ରଚିତ ହୋଇ ରାଧାନାଥଙ୍କ ଅପୂର୍ବ କବି ଶକ୍ତିର ପରିଚୟ ଦେଇଛି। ଭାଷା ସର୍ଜନା, ପ୍ରେମ, ଲଳିତ ଚିତ୍ର, ନାୟକ ନାୟିକାଙ୍କର ସ୍ୱାଭାବିକ ଚରିତ୍ର ବିନ୍ୟାସ ଯେପରି କରାଯାଇଛି ତାହା ବାସ୍ତବିକ ପ୍ରଶଂସନୀୟ। ପ୍ରତିଭା ବିକାଶର ଦ୍ୱିତୀୟ ପର୍ଯ୍ୟାୟ। 1873 ମସିହାରୁ 1855 ମସିହା ପର୍ଯ୍ୟନ୍ତ ସମୟ ହିଁ ରାଧାନାଥଙ୍କର ସାରସ୍ୱତ ପ୍ରତିଭା ବିକାଶର ଦ୍ୱିତୀୟ ପର୍ଯ୍ୟାୟ। ଏହି ସମୟରେ ସେ ବଙ୍ଗଳା କବିତା ରଚନାରୁ ନିବୃତ୍ତ ହୋଇ ଓଡ଼ିଆ କବିତା ଓ ଗଦ୍ୟ ରଚନାରେ ମନୋନିବେଶ କଲେ।
1872 ମସିହା ଜୁଲାଇ ମାସରୁ ସେ ଶିକ୍ଷକତାରୁ ବିଦାୟ ନେଇ ଡେପୁଟି ସ୍କୁଲ ଇନ୍ସପେକ୍ଟର ହେଲେ। ଶିକ୍ଷାଳୟ ପରିଦର୍ଶନ ଅବକାଶରେ ସେ ଓଡ଼ିଶାର ମାଟି, ପ୍ରକୃତି, ମଣିଷ ଓ ଇତିହାସକୁ ଚିହ୍ନିଲେ। ଏ ସମୟକୁ ଭାଷା ବିଲୋପ ଆନ୍ଦୋଳନର କଡ଼ା ବାଦଲ ଅପସରି ଗଲାଣି। ଓଡ଼ିଆ ଭାଷା ସ୍ୱୀକୃତି ଲାଭ କଲାଣି। ତଥାପି ଓଡ଼ିଆ ଭାଷା ଓ ସାହିତ୍ୟ ତଥା ଓଡ଼ିଆ କବିତା ପାଇଁ କର୍ମଯୋଗୀ ଗୌରୀଶଙ୍କର ଓଡ଼ିଆ ଆସୋସିଏସନ 1872 ପ୍ରତିଷ୍ଠା କଲେ। ଏହି ସଭାରେ ରାଧାନାଥ ମଧ୍ୟ ହେଲେ ଜଣେ ସକ୍ରିୟ ସଦସ୍ୟ। ରାଧାନାଥଙ୍କ ସାରସ୍ୱତ ପ୍ରତିଭାର ଉନ୍ମେଷ 1885ରୁ 1896 ପର୍ଯ୍ୟନ୍ତ ଦୀର୍ଘ 11 ବର୍ଷ ମାତ୍ର। ଇତିପୂର୍ବରୁ ଯେଉଁ 17 ବର୍ଷ ସାଧନା ଥିଲା, ତାହା ଥିଲା ପ୍ରଶସ୍ତି ପର୍ବ। ଏହି ପର୍ବରେ ବଙ୍ଗଳା କବିତା ରଚନାରୁ ଅନୁବାଦ, ପାଠ୍ୟପୁସ୍ତକ, ଓଡ଼ିଆ ଗଦ୍ୟ ଓ ପଦ୍ୟ ରଚନା ମଧ୍ୟରେ ପ୍ରତିଭାର ତମୋଉତ୍ତରଣ ଘଟିଲା। ଭୂଦେବ ବାବୁଙ୍କ ପ୍ରେରଣା ଲାଭ କରି ନୂତନ କିଛି ସୃଷ୍ଟି କରିବାକୁ ମାନସିକ ପ୍ରଶସ୍ତି ଘଟୁଥିଲା। ଏହି ପ୍ରଶସ୍ତିରୁ ସେ ରଚନା କଲେ ପାଶ୍ଚାତ୍ୟ କାବ୍ୟ ନାଟକ ବିଷୟ ଅବଲମ୍ବନରେ ପଞ୍ଚଗାଥା କାବ୍ୟ, କେଦାରଗୌରୀ, ଚନ୍ଦ୍ରଭାଗା, ନନ୍ଦିକେଶରୀ, ଉଷା ପାର୍ବତୀ। ଦେଖିବା ପ୍ରଥମେ କେଦାରଗୌରୀ। 1885 ମସିହାରେ ସେ କେଦାରଗୌରୀ କାବ୍ୟକୁ ରଚନା କରିଛନ୍ତି। କବିଙ୍କର ପ୍ରଥମ କାବ୍ୟ କେଦାରଗୌରୀ ଭୁବନେଶ୍ୱର ଏକାମ୍ର ପୃଷ୍ଠଭୂମି ଉପରେ ଆଧାରିତ। ଏହି କାବ୍ୟରେ ଅଛି ପ୍ରଣୟ ସିଗ୍ଧ ଜୀବନର ଏକ ତ୍ୟାଗମୟ ଅଶ୍ରୁଳ କାହାଣୀ। ଏହି କାହାଣୀର ମୂଳ ଉତ୍ସ ଓଡ଼ିଶୀ ପରିବେଷଣରେ ମିଳିନାହିଁ। ଏହା ମିଳେ ଗ୍ରୀସ୍ ଦେଶର କବି ଓଭିଡ୍ଙ୍କର ମେଟାମର୍ଫୋସିସ୍ କାବ୍ୟରେ। ଏଇଟା ମନେ ରଖିବେ, କେଦାରଗୌରୀ କାବ୍ୟଟା କେଉଁଠୁ ଆସିଛି ନା ଓଭିଡ୍ଙ୍କର ମେଟାମର୍ଫୋସିସ୍। ଏହାର କଥାବସ୍ତୁକୁ ନେଇ ଇଂରାଜୀ କବି ରଚନା କରିଥିଲେ ଦ ଲେଣ୍ଡ ଅଫ୍ ନାମରେ ଏକ ଦୀର୍ଘ କବିତା। ଏକ ପ୍ରଣୟମୂଳକ ଦୁଃଖାନ୍ତ କାହାଣୀକୁ କବି ଦେଇଛନ୍ତି ମନୋଜ୍ଞ କାବ୍ୟ ରୂପ। ଲଲାଟ କେଶରୀ ଯେଉଁ ସୁନ୍ଦର ନଗରୀ ପ୍ରତିଷ୍ଠା କଲେ, ତାର ନାମ ହେଲା ଭୁବନେଶ୍ୱର। କିଏ? ଲଲାଟ କେଶରୀ ରାଜା ହେଲା। ଏକ ରମଣୀୟ ସ୍ଥାନ। ସେହିଠାରେ କେଦାର ଓ ଗୌରୀ ନାମରେ ଦୁଇଜଣ କିଶୋର ଓ କିଶୋରୀ ପିଲାଦିନରୁ ପରସ୍ପରକୁ ଭଲ ପାଉଥିଲେ। ମାତ୍ର ସେମାନଙ୍କର ମିଳନ ପାଇଁ ପିତାମାତା ପ୍ରତିବନ୍ଧକ ହେଲେ, ପରସ୍ପରକୁ ଆକଟ କଲେ। ତଥାପି ସେମାନେ କାନ୍ଥର ରନ୍ଧ୍ର ମଧ୍ୟ ଦେଇ ଏକାନ୍ତରେ ନିଜ ନିଜର ହୃଦୟର ଭାବକୁ ବ୍ୟକ୍ତ କଲେ। ଏକଦା ସେମାନେ ସ୍ଥିର କଲେ ଗୃହତ୍ୟାଗ କରି ଚାଲିଯିବେ। ହେଲା, ଯେହେତୁ ତାଙ୍କ ଘରେ ସମ୍ମତି ଦେଲେ ନାହିଁ କେଦାର ଆଉ ଗୌରୀର, ସେମାନେ ଛୋଟବେଳୁ ଭଲ ପାଇଥିଲେ, ତେଣୁକରି ସେମାନେ ଚାଲିଯିବେ ବୋଲି ସ୍ଥିର କଲେ। ପ୍ରଥମେ ଗୌରୀ ଚାଲିଯାଇଛି ଅରଣ୍ୟ ପଥରେ। ଏକ ବ୍ୟାଘ୍ରକୁ ଦେଖି ଭୟଭୀତ ହୋଇ ଗୋଟିଏ ଗୁହାରେ ଆତ୍ମଗୋପନ କରିଛି।
ସେହି ସମୟରେ ତାର ଉତ୍ତରୀୟ ତଳେ ପଡ଼ିଯାଇଛି। ବ୍ୟାଘ୍ରଟି ପୁନର୍ବାର ସେହି ବାଟ ଦେଇ ଫେରିଲା ବେଳେ ଉତ୍ତରୀୟଟିକୁ ଚିରି ପକାଇଲା। କିଛି ସମୟ ପରେ କେଦାର ସେଠାରେ ପହଞ୍ଚି ଗୌରୀର ଛିନ୍ନ ଉତ୍ତରୀୟକୁ ଦେଖି ମ୍ରିୟମାଣ ହେଲା। ଗୌରୀକୁ ବ୍ୟାଘ୍ର ଖାଇ ଦେଇଥିବା ଅନୁମାନ କରି ସେ ନିଜର କୃପାଣରେ ଛାତିକୁ ବିଦ୍ଧ କରି ମୃତ୍ୟୁବରଣ କଲା। ଗୌରୀ ପହଞ୍ଚି କେଦାରର ମୃତ୍ୟୁ ଦେଖି ଦୁଃଖରେ ଭାଙ୍ଗି ପଡ଼ିଲା ଓ ନିଜେ ସେହି କୃପାଣରେ ଆତ୍ମହତ୍ୟା କଲା। ରାଜା ଲଲାଟ କେଶରୀଙ୍କୁ ସ୍ୱପ୍ନାଦେଶ ହେଲା। ସେ କେଦାର ଆଉ ଗୌରୀ ଶବ ସତ୍କାର କଲେ ଓ ସେହିଠାରେ ଏକ ମନ୍ଦିର ନିର୍ମାଣ କରାଇ ସେଥିରେ କେଦାର ଓ ଗୌରୀର ନାମାନୁସାରେ ପ୍ରତିମା ସ୍ଥାପନ କଲେ। ଏବେ ଭୁବନେଶ୍ୱରରେ କେଦାର ଗୌରୀ ମନ୍ଦିର ବିଦ୍ୟମାନ। ସେଠାରେ ଶିବ ଓ ପାର୍ବତୀଙ୍କର ଉପାସନା କରାଯାଏ। ରାଧାନାଥ ଏହି କାବ୍ୟରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଚିନ୍ତାଧାରାର ସମନ୍ୱୟ କରିଛନ୍ତି। ପାଶ୍ଚାତ୍ୟ ଗଳ୍ପକୁ ଏଥିରେ ବର୍ଣ୍ଣନା କରାଯାଇଛି। ଏଥିରେ ବର୍ଣ୍ଣିତ ରାଜବଂଶ ଆହୃତ ମୌଳିକତା ହିଁ ମାତ୍ର ବର୍ଣ୍ଣନା ବିନ୍ୟାସରେ ରାଧାନାଥଙ୍କର ଲଳିତ ସୌନ୍ଦର୍ଯ୍ୟବୋଧ ପ୍ରକଟିତ। ଇତିହାସ ସହିତ ଏହି କାବ୍ୟର କୌଣସି ସମ୍ପର୍କ ନାହିଁ। ଅଥଚ ରାଧାନାଥ ଏହି କାହାଣୀରେ ଇତିହାସର ଭ୍ରମ ସୃଷ୍ଟି କରିଦେଇଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଆ ସାହିତ୍ୟରେ ପ୍ରେମିକ ଓ ପ୍ରେମିକା ଏକ ସମୟରେ ମୃତ୍ୟୁବରଣ କରିଛନ୍ତି। ଏକ ଟ୍ରାଜିକ୍ ଭାବଧାରା ସୃଷ୍ଟି ହୋଇଛି। ନୂତନ କରି ପାଶ୍ଚାତ୍ୟ ଟ୍ରାଜେଡି ଓଡ଼ିଆ କାବ୍ୟରେ ପ୍ରକାଶ ପାଇଛି। ତ୍ୟାଗପୂତ ପ୍ରେମ ଏକ ଲଳିତ ଚିତ୍ର ଫୁଟି ଉଠିଛି ଏହି କାବ୍ୟରେ। ଏହି ପ୍ରେମ ଉଭୟମୁଖୀ। ପରିବାରର ବିରଗ ସତ୍ତ୍ୱେ ଉଠିଛି ଏହି କାବ୍ୟରେ। ସତ୍ତ୍ୱେ ପ୍ରେମ ଦୀପ୍ତି ଉକୁଟି ଉଠିଛି। କବି ତେଣୁ ପ୍ରେମର ପ୍ରଶଂସା କରି କହିଛନ୍ତି, ଧନ୍ୟ ସେ ପ୍ରୀତିକି ମରଣ ଭୀତିକି ପ୍ରୀତି ଯେ ପାରଇ ଜିଣି ଶିରୀଷ ମୃଦୁଜା ଲବଣୀ ପିତୁଳା ପ୍ରୀତି କଲା ସାହସିନୀ। ଏଇଟା ହେଉଛି କେଦାର ଗୌରୀରେ କହିଛନ୍ତି ହେଲା। ଧନ୍ୟ ସେ ପ୍ରୀତିକି ମରଣ ପ୍ରୀତିକି ପ୍ରୀତି ଯେ ପାରଇ ଜିଣି ଶିରୀଷ ମୃଦୁଳା ଲବଣୀ ପିତୁଳା ପ୍ରୀତି କଲା ସାହସିନୀ। କେଦାର ଗୌରୀ ରାଧାନାଥଙ୍କର ପ୍ରଣୟମୂଳକ କାବ୍ୟ। ଏହାର ପରିଣତ ନାୟକ ଓ ନାୟିକା ହେଉଛନ୍ତି ମୃତ୍ୟୁ। ଶେଷରେ ସେ ମୃତ୍ୟୁବରଣ କରିଛନ୍ତି ନାୟକ ନାୟିକା। ପାରସ୍ପରିକ ଆକର୍ଷଣରେ ପ୍ରେମର ହୋଇଛି ବିକାଶ। ଏହି ଗ୍ରନ୍ଥ ପରେ ରାଧାନାଥ ରଚନା କଲେ ଆଉ ଏକ କାବ୍ୟ ଚନ୍ଦ୍ରଭାଗା। ଏଥିରେ ପ୍ରେମରେ ପାରସ୍ପରିକ ଆକର୍ଷଣ ନାହିଁ, ଅଛି ଏକ ପକ୍ଷରେ ଆକର୍ଷଣ ଏବଂ ଅନ୍ୟ ପକ୍ଷରେ ବିକର୍ଷଣ। ଏଥିରେ ପ୍ରେମ ନାହିଁ, ଅଛି ଉପଭୋଗ ତୃଷ୍ଣା। ଏହି ଗ୍ରନ୍ଥର ବିଷୟବସ୍ତୁ ପାଶ୍ଚାତ୍ୟ ଗ୍ରନ୍ଥରୁ ଆଦୃତ। ଉଦ୍ଭଙ୍କର ମେଟାଫସିସ୍ କାବ୍ୟରେ ବର୍ଣ୍ଣିତ ଆପୋଲୋ ଓ ଡାଫନି କାହାଣୀକୁ ନେଇ ରାଧାନାଥ ରଚନା କଲେ ଚନ୍ଦ୍ରଭାଗା। ରାଧାନାଥ ଚନ୍ଦ୍ରଭାଗା କାହାକୁ ନେଇକି ରଚନା କଲେ ନା ମେଟାଫସିସ୍ କାବ୍ୟର ବର୍ଣ୍ଣିତ ଆପୋଲୋ ଆଉ ଡାଫନି କାହାଣୀକୁ ରଚନା କଲେ ଚନ୍ଦ୍ରଭାଗା କାବ୍ୟ। ଏଥିରେ ଆପୋଲୋ ହେଉଛନ୍ତି ସୂର୍ଯ୍ୟ ଏବଂ ଡାଫନି ହେଉଛନ୍ତି ଚନ୍ଦ୍ରଭାଗା। ମନେ ରଖିବେ, ଆପୋଲୋ ହେଉଛନ୍ତି ସୂର୍ଯ୍ୟ ଆଉ ଡାଫନି ହେଉଛନ୍ତି ଚନ୍ଦ୍ରଭାଗା। ଅବିଙ୍କ କାବ୍ୟରେ ଅଛି ଯେ ଜଳଦେବତା ବେନୁଙ୍କର ଏକମାତ୍ର କନ୍ୟା ଡାଫନି ଥିଲେ ଅନିନ୍ଦ୍ୟ ସୁନ୍ଦରୀ। ମାତ୍ର ପ୍ରେମ ପ୍ରତି ସେ ସମ୍ପୂର୍ଣ୍ଣ ଉଦାସୀନ। ମନୋରମ ପ୍ରକୃତି କୋଳରେ ସ୍ୱାଧୀନ ଭାବରେ ବିଚରଣ କରିବା ଥିଲା ତାଙ୍କର ଲକ୍ଷ୍ୟ। ଏକଦା ସେହି ଶିକାର କରୁଥିବା ସମୟରେ ଆପୋଲୋ ତାଙ୍କର ଅର୍ଦ୍ଧନଗ୍ନ ଶରୀରକୁ ଦେଖି ବିହ୍ୱଳ ହୋଇଥିଲେ। ଡାଫନିଙ୍କ ନିକଟକୁ ସେ ଆଗେଇ ଆସିବାରୁ ଭୟରେ ଡାଫନି ଦୌଡ଼ିବାକୁ ଲାଗିଲେ। ପଛେ ପଛେ ଆପୋଲୋ ମଧ୍ୟ ଦୌଡ଼ିଲେ।
ଏବଂ ଡାଫନିକୁ ଡାକି ତାଙ୍କୁ ଚାହିଁବା ପାଇଁ ଅନୁରୋଧ କଲେ। ସେ ନିଜର ପରିଚୟ ଦେଲେ ଯେ ସେ ହେଉଛନ୍ତି ଡେଲ୍ଫିର ଦେବତା। ଏକଥା ଶୁଣି ଡାଫନି ଭୟ କରିଗଲେ ଏବଂ ଜୋରରେ ଦୌଡ଼ିବାକୁ ଲାଗିଲେ। ପଛେ ପଛେ ଆପୋଲୋ ମଧ୍ୟ ଦୌଡ଼ିଥାନ୍ତି। ଡାଫନି ନିଜକୁ ରକ୍ଷା କରିବା ପାଇଁ ପିତାଙ୍କୁ ଆହ୍ୱାନ କଲେ। ତାଙ୍କ ପାଦ ଆଉ ଚଳିଲା ନାହିଁ। ସେ କ୍ରମେ ଏକ ବୃକ୍ଷରେ ପରିଣତ ହୋଇଗଲେ। ସେହି ବୃକ୍ଷର ନାମ ହେଲା ଲରେଲ ବୃକ୍ଷ। ବିଜୟୀ ବୀରମାନେ ବିଜୟ ସଂକେତ ସ୍ୱରୂପ ଏହି ବୃକ୍ଷର ମନ୍ତ୍ରକୁ ମସ୍ତକରେ ଧାରଣ କରନ୍ତି। କବିବର ରାଧାନାଥ ଅଭିଡ଼ଙ୍କ କାହାଣୀକୁ ଭିତ୍ତି କରି ଚନ୍ଦ୍ରଭାଗା କାବ୍ୟ ପରିକଳ୍ପନା କରିଛନ୍ତି। କାହା କାବ୍ୟ? ଅଭିଡ଼ଙ୍କ କାବ୍ୟକୁ। ଶ୍ରୀଜଗନ୍ନାଥଙ୍କର ପୌଷ ମାସ ରାମାଭିଷେକ ହୁଏ। ଶ୍ରୀଜଗନ୍ନାଥଙ୍କର ପୌଷ ମାସ ଚାଲିଛି, ସେଥିରେ ରାମାଭିଷେକ ହେଉଛି। ଏହି ଉତ୍ସବ ଦର୍ଶନ ଲାଗି ନାନା ସ୍ଥାନରୁ ଦେବାଦେବୀମାନେ ଆସି ସିଂହଦ୍ୱାରରେ ଅପେକ୍ଷା କରିଛନ୍ତି। ସବା ପଛରେ କାମଦେବ ଓ ରତି ଆସି ଅପେକ୍ଷା ନ କରି ମନ୍ଦିର ମଧ୍ୟକୁ ପ୍ରବେଶ କଲେ। ପଛରେ ଆସିଛନ୍ତି କାମଦେବ ଆଉ ରତି ଦେବୀ, କିନ୍ତୁ ଆଗ ପଶିଗଲେ ମନ୍ଦିର ଭିତରକୁ। ସୂର୍ଯ୍ୟ ଏ ଘଟଣାକୁ ସହି ନ ପାରି କାମଦେବଙ୍କୁ ଭର୍ତ୍ସନା କଲେ। ସୂର୍ଯ୍ୟ ଏକଥା ଦେଖିକି ସହିପାରିଲେ ନାହିଁ। ସେ କହିଲେ, ଆମେ ଏତେ ବଡ଼ ବଡ଼ ଦେବତାମାନେ ଥାଉ ତମେ ପଶିଗଲ ଆଗ। ତାପରେ ସେ ଭର୍ତ୍ସନା କଲେ କାମଦେବଙ୍କୁ। କ'ଣ କହିଲେ ନା, ହର କପାନଳ ଥରେ ତୁ ଜଳିଥିଲୁ ମଦନ, ପୁଣି କଳିବାକୁ ଏ ଦେହେ ପରା ବକିଛି ମନ। ସଂସାରେ ଯାବତ କଲଙ୍କ ତାର ଅଟୁ ଦେବତା, ନାରୀଙ୍କର ନରଙ୍କର ରହୁ ଅଟୁକରତା। କାମଦେବ କିନ୍ତୁ ସୂର୍ଯ୍ୟଙ୍କୁ ଚାହିଁ ହସିଦେଲେ ଏବଂ କହିଲେ, ଯେଡ଼େ ଦମ୍ଭ କର, ହେଳେ ମୁଁ ଦମ୍ଭ ହରିବି ଦିନେ। ଗନ୍ଧର୍ବ ପାଖରେ କାହାରି ଦମ୍ଭ ଓ ତେଜ ରହେ ନାହିଁ। ଯିଏ ଯେତେ ତେଜିଆନ ହେଉନା କାହିଁକି, ଫୁଲ ଧନୁ ପାଖରେ ପଡ଼ିଲେ ତାର ସବୁ ତେଜ ବଣା ହୋଇଯାଏ। ଯେ ସେଇଟା ମନେ ରଖିଲେ କାମଦେବ ଏବଂ ଦିନେ ହେଲେ ତୋର ଦମ୍ଭ ଭାଙ୍ଗିବେ ବୋଲି ଭାବିଲେ। ଏତିକି କହି କାମଦେବ ଚାଲିଗଲେ। କିଛି ଦିନ ପରେ ପୁରୀ ସମୁଦ୍ର ବେଳାଭୂମିରେ ସୁମନ୍ୟୁ ଋଷିଙ୍କର କନ୍ୟା ଅପ୍ସରା କନ୍ୟା ଚନ୍ଦ୍ରଭାଗାକୁ ଲାଳନ ପାଳନ କରି ରହୁଥିଲେ। କ୍ରମେ ଚନ୍ଦ୍ରଭାଗା ଯୌବନରେ ପହଞ୍ଚିଲା। ତାର ଦେହରେ ଫୁଟି ଉଠିଲା ଅପୂର୍ବ ସୌନ୍ଦର୍ଯ୍ୟ। ଏକଦା ଆସନ୍ନ ସନ୍ଧ୍ୟା ସମୟରେ ସୂର୍ଯ୍ୟଦେବ ଦେଖିଲେ ଚନ୍ଦ୍ରଭାଗାର ଭୁବନ ମନଲୋଭା କାନ୍ତିକୁ। ବ୍ରାହ୍ମଣ ଯୁବକ ରୂପରେ ଆସି ସେ ଚନ୍ଦ୍ରଭାଗାକୁ ପ୍ରେମ ନିବେଦନ କଲେ। ସେତିକିବେଳେ କାମଦେବ ସୂର୍ଯ୍ୟଙ୍କ ପ୍ରତି ଅନୁରାଗ ସ୍ୱର ଓ ଚନ୍ଦ୍ରଭାଗାଙ୍କ ପ୍ରତି ବିରାଗ ସ୍ୱର ମାରିଲେ। ଫଳରେ ଚନ୍ଦ୍ରଭାଗା ସୂର୍ଯ୍ୟଙ୍କୁ ଭୟ କରି ଦ୍ରୁତ ଗତିରେ ଦୌଡ଼ିବାକୁ ଲାଗିଲେ। ସୂର୍ଯ୍ୟ ଯେତେ କାତର ନିବେଦନ କଲେ ମଧ୍ୟ ଚନ୍ଦ୍ରଭାଗା ଶୁଣିଲେ ନାହିଁ। ସେ ନୀଳ ସମୁଦ୍ର ଗର୍ଭକୁ ଝାସ ଦେଲେ। ଏକଥା ଧ୍ୟାନ ବଳରେ ଋଷି ସୁମନ୍ୟୁ ଜାଣି ସୂର୍ଯ୍ୟଙ୍କୁ ଅଭିଶାପ ଦେଲେ। ଚନ୍ଦ୍ରଭାଗାଙ୍କ ପିତା ସୁମନ୍ୟୁ ଜାଣିପାରିଲେ ଆଉ ଦେଇକି
ସୂର୍ଯ୍ୟକୁ ଅଭିଶାପ ଦେଲେ। ଫଳରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଭାଙ୍ଗି ପଡ଼ିଲା ଓ ସେଠାରୁ ସୂର୍ଯ୍ୟ ପୂଜା ଉଠିଗଲା। ଆଉ ସୂର୍ଯ୍ୟ ମନ୍ଦିର ପୂଜା ପାଉନି। ବିଦେଶୀ କାହାଣୀ ଅବଲମ୍ବନରେ ଚନ୍ଦ୍ରଭାଗା କାବ୍ୟ ପରିକଳ୍ପିତ। ରାଧାନାଥ ଯେ ରୂପର କବିତା ତାହା ଏଥିରେ ପ୍ରତୀତ ହୁଏ। ଯଥା କିନ୍ତୁ ରୂପ ଥିଲେ ପ୍ରଚ୍ଛନ୍ନେ କେବେ ରସିକ ଛାଡ଼େ, ମଧୁ ଥିଲେ ପୁଷ୍ପେ ଯତନେ ଖୋଜି ମଧୁ ଥିଲେ। କବି ଏହି କାବ୍ୟରେ ପୁଷ୍ପ ଉଲ୍ଲେଖ କରିଛନ୍ତି ଯେ ନର ବା ଅମର ପାଖରେ ରୂପ ଆକର୍ଷଣ ପ୍ରବଳ। ରାଧାନାଥ ତାଙ୍କର ସମସ୍ତ ଗାଥା କାବ୍ୟ ରୂପ ଆକର୍ଷଣ ଉପରେ ଗୁରୁତ୍ୱ ଦେଇଥାନ୍ତି। ଚନ୍ଦ୍ରଭାଗା ସୌନ୍ଦର୍ଯ୍ୟ କବିଙ୍କ ଲେଖନୀରେ ଜୀବନ୍ତ ହୋଇ ଉଠିଛି। ଯଥା ଶ୍ରବଣେ ଦଳଇ କୁଣ୍ଡଳ ଦଳେ ନୀଳ ଅଳକ, ଲାବଣ୍ୟ ଦର୍ପଣ ପରାଏ ଝଡ଼େ ଗଣ୍ଡ ଫଳକ। ଅର୍ଦ୍ଧେନ୍ଦୁ ଲଲାଟେ ସିନ୍ଦୂର ବିନ୍ଦୁ, ରମୟୀ ଆଖି ନୁହଁଇ ସିନ୍ଦୂର ରହିଛି ସୁର ହୃଦୟ ଲାଖି। ଏଟା ହେଉଛି ଚନ୍ଦ୍ରଭାଗାର ପଂକ୍ତି, ମନେ ରଖିବେ। ଚନ୍ଦ୍ରଭାଗା କବି ରାଧାନାଥଙ୍କର ଆଦି ପର୍ବର ରଚନା ହେଲା। ଚନ୍ଦ୍ରଭାଗା କାବ୍ୟଟି ରାଧାନାଥ ଆଦି ପର୍ବରେ ରଚନା କରିଛନ୍ତି। ରଚନା ହୋଇଥିଲେ ହେଁ ଏଥିରେ ବିଦେଶୀ କଥାବସ୍ତୁର ଆରୋପ କରାଯାଇଥିଲେ ହେଁ ଏହାର ସୌନ୍ଦର୍ଯ୍ୟବୋଧ ଏବଂ ରଚନାକାରୀଙ୍କ ଉପରେ କାମର ଅପ୍ରତିହତ ପ୍ରଭାବକୁ କବି ଯେପରି ବର୍ଣ୍ଣନା କରିଛନ୍ତି ତାହା ଏକାନ୍ତ ହୃଦୟୀ ଓ ଚିତ୍ତାକର୍ଷକ ହୋଇଛି। ଅଧିକନ୍ତୁ ଏହି କାବ୍ୟର ଆରମ୍ଭରେ ଶ୍ରୀଜଗନ୍ନାଥଙ୍କୁ ଉତ୍କଳୀୟ ପରିବେଶରେ ଉପସ୍ଥାପନ କରି ଯେପରି ହରଚଣ୍ଡୀ, ଭୁବନେଶ୍ୱର, ମୌନାକେଶ୍ୱରୀ, ଭଗବତୀ, କଟକଚଣ୍ଡୀ, ଶାରଳା, କାଳିଜାଈ ଆଦି ଦେବୀ ଓ ସୂର୍ଯ୍ୟ କାମଦେବ ଏବଂ ରତିଙ୍କର ବର୍ଣ୍ଣନା କରିଛନ୍ତି। ନେକ୍ସଟ ନନ୍ଦିକେଶ୍ୱରୀ କାବ୍ୟ ଦେଖିବା। ଅବିଣଙ୍କର ନନ୍ଦିକେଶ୍ୱରୀ କାବ୍ୟକୁ 1887ରେ ଅବିଣଙ୍କର ମେଟାମର୍ଫୋସିସ୍ କାବ୍ୟ ଗ୍ରନ୍ଥର ଅଷ୍ଟମ କବିତା ଦି କିଙ୍ଗ, ମେନ୍ସ ଏଣ୍ଡ ଶିଲା କାହାଣୀ ଓ କବିଙ୍କର ବାଇରନଙ୍କ ଦି ସିଜ ଅଫ କରିନ୍ ଗ୍ରନ୍ଥରୁ କଥାତକ ସଂଗ୍ରହ କରି କବିଙ୍କର ରାଧାନାଥ ରଚନା କଲେ ନନ୍ଦିକେଶ୍ୱରୀ। ଏଟା ମନେ ରଖିବେ ହେଲା। ଅବିଣଙ୍କର ମେଟାମର୍ଫୋସିସ୍ କାବ୍ୟ ଗ୍ରନ୍ଥର ଅଷ୍ଟମ କବିତା ଦି କିଙ୍ଗ, ମେନ୍ସ ଏଣ୍ଡ ଶିଲା କାହାଣୀ। ଏହି କାବ୍ୟରେ ମଧ୍ୟ କବି ଇତିହାସ ଓ କିମ୍ବଦନ୍ତୀକୁ ଯୋଡ଼ିଥିଲେ, ସ୍ଥାନୀୟ ଚିତ୍ରକୁ ରୂପ ଦେଲେ। ନନ୍ଦିକା ଇତିହାସର ଚରିତ୍ର ନୁହେଁ, ଅଥଚ ରାଧାନାଥଙ୍କର ହାତରେ ସେ ହୋଇଗଲା ଇତିହାସଠାରୁ ବୃହତ୍ତର ସତ୍ୟ। ସ୍ଫୁଲି, ହସ୍ଚର ଓ ବିମର୍ଷ ପ୍ରମୁଖ ଓଡ଼ିଆ ଇତିହାସ ରଚନା କରିଥିଲେ ହେଁ କେଉଁଥିରେ ନନ୍ଦିକା ପ୍ରସଙ୍ଗ ନାହିଁ। ମାଦଳ ପାଞ୍ଜିର କିମ୍ବଦନ୍ତୀ ଉପରେ ରାଧାନାଥ ନିର୍ଭର କରି ବିଦେଶୀ ଗ୍ରନ୍ଥକୁ କଥାବସ୍ତୁ ଆଣି କାବ୍ୟ ରଚନା କରିଛନ୍ତି। ତେଣୁକରି ନନ୍ଦିକା ହୋଇଛି ରାଧାନାଥୀ ପ୍ରତିଭାର କାବ୍ୟିକ ପ୍ରତିଭା। ଏହି କାବ୍ୟରେ ନାୟିକା ପ୍ରତିବିମୁଖା ନୁହେଁ, ଆପଣାର ଇଚ୍ଛାର ନାୟକ ଲାଗି ସ୍ୱତଃ ନିବେଦିତା। ଚଡ଼ଗଙ୍ଗଙ୍କର ବୀରତ୍ୱ ଓ ଧୈର୍ଯ୍ୟ ପ୍ରତି ନନ୍ଦିକା ବିମୁଗ୍ଧା। ପିତା ସୁବର୍ଣ୍ଣକେଶରୀଙ୍କର ସେ ଶତ୍ରୁ ହୋଇଥିଲେ ହିଁ ନନ୍ଦିକାର ସେଥିପ୍ରତି ଭ୍ରୂକ୍ଷେପ ନାହିଁ। ଦେଶ ଓ ଜାତିର ସ୍ୱଭାବିମାନଙ୍କୁ
ବଳି ଦେଇ ସେ ଆଗେଇ ଯାଇଛି ପ୍ରୀତି ପଥରେ। ପିତାଙ୍କ ଜୈତ୍ରମଣିକୁ ଅପହରଣ କରି ନେଇ ଶତ୍ରୁ ଶିବିରରେ ଉପସ୍ଥିତ ହୋଇଛି ଏବଂ ପ୍ରିୟତମକୁ ପ୍ରଣୟ ନିବେଦନ କରିଛି। ମାତ୍ର ଚଡ଼ଗଙ୍ଗ ତାର ନାରୀ ମନକୁ ବୁଝି ପାରିନାହାନ୍ତି। ତାକୁ ସେ ପରିତ୍ୟାଗ କରିଛନ୍ତି। ଫଳରେ ନନ୍ଦିକା ବ୍ୟର୍ଥିତତା ବୋଧର ପୁଞ୍ଜୀଭୂତ ବେଦନାକୁ ନେଇ ମୃତ୍ୟୁବରଣ କରିଛନ୍ତି। ରାଧାନାଥ ନନ୍ଦିକେଶ୍ୱରୀ କାବ୍ୟର ଆରମ୍ଭରେ ଉତ୍କଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଐଶ୍ୱର୍ଯ୍ୟକୁ ବର୍ଣ୍ଣନା କରି କାଠଯୋଡ଼ି ତୀରରେ ଚଡ଼ଗଙ୍ଗ ଦେବଙ୍କର ସମର ସଜ୍ଜାକୁ ରୂପ ଦେଇଛନ୍ତି। କେଉଁଠି ନା କାଠଗଡ଼ି ତୀରରେ। ସେହି ସମୟରେ ଉତ୍କଳର ରାଜା ଥାନ୍ତି ସୁବର୍ଣ୍ଣକେଶରୀ। ସେ ବିଡ଼ାନାସୀ ଗଡ଼ରେ ଚଣ୍ଡୀଙ୍କ ଠାରୁ ଜୈତ୍ରମଣି ପ୍ରାପ୍ତ ହୋଇ ସୈନ୍ୟ ସାମନ୍ତଙ୍କ ସହିତ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଥିଲେ। ଦୀର୍ଘଦିନ ଧରି ବହୁ ଚେଷ୍ଟା କରି ମଧ୍ୟ ଚଡ଼ଗଙ୍ଗ ଗଡ଼ ମଧ୍ୟକୁ ପ୍ରବେଶ କରିପାରିଲେ ନାହିଁ। ତାଙ୍କର ସୈନ୍ୟମାନେ ସ୍ୱଦେଶକୁ ଫେରି ଯିବା ପାଇଁ ସ୍ଥିର କଲେ। ଚଡ଼ଗଙ୍ଗ କିନ୍ତୁ ସୈନ୍ୟମାନଙ୍କୁ ଉଦ୍ବୋଧନ ଦେଲେ ଯେ ଉତ୍କଳରୁ ଶକ୍ତି ଉପାସନା ବିଲୋପ କରି ବୈଷ୍ଣବ ଧର୍ମ ପ୍ରସାର ପାଇଁ ସଂକଳ୍ପ କରିଛନ୍ତି। ଏହି ସମୟରେ ସୁବର୍ଣ୍ଣକେଶରୀ ସେନାପତି ବାସୁଦେବ ବିଦ୍ରୋହୀ ହୋଇ ଚଡ଼ଗଙ୍ଗଙ୍କ ଶିବିରରେ ଆଶ୍ରୟ ନେଇଥିଲେ। ସେହି ଇତିପୂର୍ବରୁ ସୁବର୍ଣ୍ଣକେଶରୀଙ୍କୁ ପ୍ରସ୍ତାବ ଦେଇଥିଲେ ଯେ ରାଜକନ୍ୟା ନନ୍ଦିକାଙ୍କୁ ଚଡ଼ଗଙ୍ଗଙ୍କୁ ସମର୍ପଣ କରି ଉଚ୍ଛଳ ସିଂହାସନ ଚଡ଼ଗଙ୍ଗଙ୍କୁ ପ୍ରଦାନ କରିବା ପାଇଁ। ମାତ୍ର ରାଜା ଏଥିରେ ରାଜି ହେଲେ ନାହିଁ। ଯେତେବେଳେ ଚଡ଼ଗଙ୍ଗ ସୈନ୍ୟ ସାମନ୍ତମାନଙ୍କ ସହିତ ସ୍ୱଦେଶୀକୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ବାଦ ନନ୍ଦିକା ପାଇଲେ ସେତେବେଳେ ସେ ବିବ୍ରତ ହୋଇ ପଡ଼ିଲେ। ଏହି ପିତାଙ୍କର ଜୈତ୍ରମଣିକୁ କୌଶଳ କ୍ରମେ ଅପହରଣ କରି ଚଡ଼ଗଙ୍ଗଙ୍କ ଶିବିରରେ ଉପସ୍ଥାପିତ କଲେ। ତାଙ୍କର ଅପରୂପ ସୌନ୍ଦର୍ଯ୍ୟରେ ଚଡ଼ଗଙ୍ଗ ବିମୁଗ୍ଧ ହେଲେ। ନନ୍ଦିକା ତାଙ୍କର ହାତରେ ଜୈତ୍ରମଣିକୁ ସମର୍ପଣ କଲେ ଓ ପ୍ରତିଦାନରେ ତାଙ୍କୁ ପତ୍ନୀ ରୂପେ ଗ୍ରହଣ କରିବା ପାଇଁ ନିବେଦନ କଲେ। ଚଡ଼ଗଙ୍ଗ ଜୈତ୍ରମଣି ଗ୍ରହଣ କଲେ, ମାତ୍ର ନନ୍ଦିକାଙ୍କୁ ପତ୍ନୀ ରୂପେ ଗ୍ରହଣ କଲେ ନାହିଁ। ବରଂ ସେ ତାଙ୍କୁ ଦେଶଦ୍ରୋହୀ, ଜାତିଦ୍ରୋହୀ, ପିତୃଦ୍ରୋହୀ ରୂପେ ଭର୍ତ୍ସନା କଲେ। ଏଥିରୁ ନନ୍ଦିକାଙ୍କର ଦେଖାଦେଲା ମାନସିକ ଭାବାନ୍ତର। ନାରୀତ୍ୱର ମୋହ ଖସି ପଡ଼ିଲା। ଅନୁତାପର ଜ୍ୱାଳା ଅନୁଭବ ହେଲା। ନନ୍ଦିକା ଗୋଟିଏ ଶିକାରରେ ଫେରି ଆସିଲେ ବିଡ଼ାନାସୀ ଗଡ଼କୁ। ମାତ୍ର ବାଟରେ ସେ ପିତାଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖି ଆତ୍ମହତ୍ୟା କଲେ। ସୁବର୍ଣ୍ଣକେଶରୀ କନ୍ୟାର କରୁଣ ମୃତ୍ୟୁକୁ ଦେଖି ଗଭୀର ଦୁଃଖିତ ହେଲେ। ମହାନଦୀ ପଠାରେ କନ୍ୟାର ଶବ ସତ୍କାର କରାଇ ସେଠାରେ ଏକ ସମାଧି ମନ୍ଦିର ନିର୍ମାଣ କଲେ। ପଠାର ନାମ ହେଲା ନନ୍ଦିକେଶ୍ୱରୀ ପଠା। ରାଜା ସୁବର୍ଣ୍ଣକେଶରୀଙ୍କର ବୈରାଗ୍ୟ ଦୃଷ୍ଟି ହେଲା। ସେ କୌଣସି ଉତ୍କଳ ସିଂହାସନକୁ ଚଡ଼ଗଙ୍ଗଙ୍କୁ ସମର୍ପଣ କରି ଗଡ଼ ତ୍ୟାଗ କଲେ ଓ ବାଙ୍କୀ ନିକଟସ୍ଥ ସୁବର୍ଣ୍ଣପୁରଠାରେ ଶେଷ ଜୀବନ କଟାଇଲେ। ଚଡ଼ଗଙ୍ଗ ହେଲେ ଉତ୍କଳର ସମ୍ରାଟ ହେଲେ। ଜୈତ୍ରମଣିକୁ ସେ ପଠାଇଦେଲେ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ। କବିବର ରାଧାନାଥ ଏହି ବିଷୟକୁ ଇତିହାସର କାଳାଂଶ ଉପରେ କାବ୍ୟ ରୂପ ଦେଇଥିଲେ ହେଁ ଏଥିରେ ବିଦେଶୀ କଥାବସ୍ତୁକୁ ମୁଖ୍ୟ ସମନ୍ୱୟ କରିଛନ୍ତି। ଅବିଡଙ୍କର ଦି କିଙ୍ଗ ମିନସ୍ ଏଣ୍ଡ ଶିଲା କାହାଣୀରେ ଅଛି ଯେ ତ୍ରିଟ୍ର ମିନସ୍ ମୋଗାର ରାଜା ଦୁର୍ଗ ଅବରୋଧ କରି ଦୀର୍ଘ ଦିନ ଧରି ଯୁଦ୍ଧ କରିଥିଲେ।
ସମରଶଯ୍ୟା ବର୍ଣ୍ଣନାରେ ବାଇରନଙ୍କ କାବ୍ୟର ପ୍ରଭାବ ବିଶେଷ ପରିଲକ୍ଷିତ। କେଦାରଗୌରୀ ଓ ଚନ୍ଦ୍ରଭାଗ କାବ୍ୟରେ ନନ୍ଦିକେଶ୍ୱରୀ କବି ରାଧାନାଥଙ୍କର କାବ୍ୟ କବିତ୍ୱ ପ୍ରତିଭାର ଦୀପ୍ତି ବହନ କରି ଓଡ଼ିଆ ସାହିତ୍ୟରେ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଥିଲା। ବିଦେଶୀ କଥାବସ୍ତୁ, ମାଦଳା ପାଞ୍ଜି ତଥା କିମ୍ବଦନ୍ତୀକୁ ଆଶ୍ରୟ କରି ରାଧାନାଥ ଯେପରି ଏହି କାବ୍ୟଟିକୁ ପ୍ରଳୟ କରିଥିଲେ, ତାହା ପରବର୍ତ୍ତୀ ବହୁ ନାଟ୍ୟର ଓ କବିମାନଙ୍କୁ ଅନୁପ୍ରାଣିତ କରିଥିଲା। ନେକ୍ସଟ ଦେଖିବା ଉଷା। 1888 ମସିହାରେ ଉଷା କାବ୍ୟ ରଚିତ। ଉଷା କାବ୍ୟର କଥାବସ୍ତୁ ଓ ବର୍ଣ୍ଣନା କୌଶଳକୁ ରାଧାନାଥ ରୋମାନ କବି ଓଭିଡ୍ର ହିପୋମିନ୍ସ ଏଣ୍ଡ ଆଟଲାଣ୍ଟ କାବ୍ୟ ଏବଂ ଇଂରାଜୀ କବି ଉଇଲିୟମ ମରିସ ଦି ଆର୍ଥର ପାରାଡାଇଜ କାବ୍ୟ ଗ୍ରନ୍ଥ ଅନ୍ତର୍ଗତ ଆଟଲାଣ୍ଟ ରେସ ଅବଲମ୍ବନରେ ପରିକଳ୍ପନା କରିଛନ୍ତି। ମନେ ରଖିବେ ଆଟଲାଣ୍ଟ ରେସ ହେଲା, ଓଭିଡଙ୍କର ଆଟଲାଣ୍ଟ ରେସରୁ ଉଷା କାବ୍ୟ ଆସିଛି। ମୟୂରଭଞ୍ଜ ଅନ୍ତର୍ଗତ ସାମଳଣୀ ଶୈଳରୁ ବଙ୍ଗାଳୀ, ଗଙ୍ଗାହାର ଓ ସଣ ନାମକ ତିନୋଟି ନଦୀ ପ୍ରବାହିତ ହୋଇ ଆସିଛି। ସେଥିମଧ୍ୟରୁ ଗଙ୍ଗାହାର ଓ ସଣ କିଛି ଦୂରରେ ବଳାଙ୍ଗୀ ସହିତ ମିଶି ଯାଇଛନ୍ତି। ଏହି ବଳାଙ୍ଗୀ ନଦୀରେ ନୁରୁ ରାଜା ଏକ କାଳୀ ମନ୍ଦିର ନିର୍ମାଣ କରିଥିଲେ। ନଦୀ ଗର୍ଭରୁ ପାଇଥିବା କାଳୀ ମୂର୍ତ୍ତିକୁ ସେହି ମନ୍ଦିରରେ ପ୍ରତିଷ୍ଠା କରିଥିଲେ। ବାଲେଶ୍ୱର ମାଣିକ୍ୟ ଖମ୍ବରେ ଥିବା କାଳୀ ମନ୍ଦିର ହିଁ ରାଧାନାଥଙ୍କ କାବ୍ୟରେ ବର୍ଣ୍ଣିତ। ରାଜା ଦେବୀଙ୍କ କୃପା ଲାଭ କରି ଶକ୍ତିଶାଳୀ ହୋଇପାରିଥିଲେ। ମୃଗୟାରେ ସେ ଥିଲେ ଅତ୍ୟନ୍ତ ଦକ୍ଷ। ସକଳ ସୌଭାଗ୍ୟ ତାଙ୍କର ଥିଲେ ହେଁ ଏକମାତ୍ର ଦୁଃଖ ଥିଲା ସନ୍ତାନ ଅଭାବ। ତାଙ୍କର ସନ୍ତାନ ନଥିଲେ। ଏକଦା ରାଣୀ ରାତ୍ରିରେ ସ୍ୱପ୍ନ ଦେଖିଲେ ଯେ ଏକ ଦିବ୍ୟ ଜ୍ୟୋତି ତାଙ୍କ ଗର୍ଭରେ ପ୍ରବେଶ କଲା। ଏକଥା ସେ ରାଜାଙ୍କ କହିବାରୁ ରାଜା ଗଣକୁ ଡାକାଇ ତାଙ୍କୁ ସମସ୍ତ କଥା କହିଲେ। ରାଣୀ ଯେ ଏକ କନ୍ୟାର ଜନନୀ ହେବେ ଏକଥା ଗଣକ ସୂଚନା ଦେଲେ। ଯଥା ସମୟରେ କନ୍ୟାଟିଏ ଜନ୍ମ ହେଲା। ତାର ନାମ ରଖାଗଲା ଉଷା। କ୍ରମେ କ୍ରମେ ସେ ବଡ଼ ହେଲା, ତାର ସୌନ୍ଦର୍ଯ୍ୟ ବିକଶିତ ହେଲା। ପିତାଙ୍କର ସହିତ ସେ ଅରଣ୍ୟକୁ ଗଲା ମୃଗୟା କରିବା ପାଇଁ। ଉଷା ମଧ୍ୟ ହେଲା ଶିକାରଦକ୍ଷୀ। ଯୌବନ ସମୟରେ ସେ ସଖୀମାନଙ୍କ ସହିତ ବଳାଙ୍ଗୀ ନଦୀରେ ନୌକା ବିହାର କଲା ଓ ଅରଣ୍ୟରେ ବୁଲି ଶିକାର କଲା। ଉଷାର ବିବାହ ଆୟୋଜନ ହେବାରୁ ସେ ଏକ ଅଦ୍ଭୁତ ପଣ ରଖିଲା। ଏହି ପଣ ହେଲା ଯେ ଯେଉଁ ଯୁବକ ତାକୁ ଗତିବେଗରେ ପରାଜିତ କରିବ, ସେହି ଯୁବକ ସେ ପତି ରୂପରେ ବରଣ ହେବ। ମାନେ ଯିଏ ଦୌଡ଼ ପ୍ରତିଯୋଗିତାରେ ତାଠୁ ଜିତିବ। ଯିଏ ହାରିବ ତାର ମୃତ୍ୟୁଦଣ୍ଡ ଦିଆଯିବ ତାକୁ। ଦୌଡ଼ ପ୍ରତିଯୋଗିତା ପାଇଁ ଗୋଟିଏ ସର୍ତ୍ତ ପ୍ରସ୍ତୁତ ହେଲା। ପ୍ରଥମ ପଦା ହେଲା ପ୍ରଥମ ସ୍ଥାନ ଓ ମାଣିକ୍ୟ ହେଲା ଶେଷ ସ୍ଥାନ। ଯେଉଁ ଯୁବକ ପ୍ରଥମ ପାଦରୁ ଉଷା ସହିତ ଦୌଡ଼ି ପ୍ରଥମେ ମାଣିକ୍ୟ ଖମ୍ବକୁ ଛୁଇଁବ, ସେ ତାର ପାଣି ଗ୍ରହଣ କରିବ। ବହୁ ଦେଶରୁ ରାଜଯୁବକମାନେ ଆସି ପ୍ରତିଯୋଗିତାରେ ଯୋଗ ଦେଲେ, ମୃତ୍ୟୁବରଣ କଲେ। ସେମାନଙ୍କ ରକ୍ତରେ ସେହି ସ୍ଥାନ କର୍ଦ୍ଦମାକ୍ତ ହେଲା। ଯିବାରୁ ସେ ସ୍ଥାନର ନାମ ହେଲା ଶୋଣିତପୁର। ସେ ସ୍ଥାନର ନାମ। ଏକଦା ଉଷା ବନ ମଧ୍ୟରେ ଜଳପାନ କରୁଥିବାର ଦୁଇଗୋଟି ବନ୍ୟ ଶୂକରକୁ ଲକ୍ଷ୍ୟ କରି ଶୂଳ ନିକ୍ଷେପ କଲା। ଗୋଟିଏ ଶୂକର
ସୁଡ଼ବିଦ୍ଧ ହେବାରୁ ନିହିତ ହେଲା। ଅନ୍ୟଟି ଆଉ ଏକ ସ୍ୱର ଦ୍ୱାରା ନିହିତ ହେଲା। ସେହି ସ୍ୱରଟି କେଉଁଠାରୁ ଆସିଲା ଉଷା ତାହା ସହଚରୀମାନେ ଜାଣିପାରିଲେ ନାହିଁ। ସ୍ୱର ଫଳରେ ଜୟନ୍ତ ଦେଖା ହୋଇଥିବା ସେମାନେ ପଢ଼ିଲେ। ଜୟନ୍ତ ହେମପୁରର ରାଜା ବାହନପତିଙ୍କ ପୁତ୍ର। ମନେ ରଖିବେ, ଜୟନ୍ତ ହେମପୁରର ରାଜା ବାହନପତିଙ୍କ ପୁତ୍ର। ସେ ଥିଲେ ଶିକାରପଟୁ। କାର୍ତ୍ତିକଙ୍କ ବାହନ ମୟୂରକୁ ବ୍ୟାଧ କବଳରୁ ରକ୍ଷା କରିଥିବାରୁ କାର୍ତ୍ତିକେୟ ତାଙ୍କୁ ବର ଦେଇଥିଲେ ଯେ ସଙ୍କଟ ସମୟରେ ତାଙ୍କୁ ସ୍ମରଣ କଲେ ସେ ସାହାଯ୍ୟ କରିବେ। କାର୍ତ୍ତିକେୟଙ୍କୁ ମୟୂର ପୁଚ୍ଛରୁ ଗୋଟିଏ ଖସି ପଡ଼ିବାରୁ ଜୟନ୍ତ ତାହାକୁ ନେଇ ପିତାଙ୍କୁ ଦେଲେ ଓ ବାହନପତିଙ୍କର ମୁକୁଟରେ ସେହି ପରକୁ ଖସି ମୟୂରଧ୍ୱଜ ନାମ ଗ୍ରହଣ କଲେ। ତାଙ୍କ ରାଜ୍ୟରେ ମୟୂର ବଧ ନିଷିଦ୍ଧ ହେଲା। ଉଷା ସ୍ୱୟଂବର ସମ୍ବାଦ ପାଇ ଜୟନ୍ତ ପ୍ରତିଯୋଗିତାରେ ଯୋଗ ଦେବା ପାଇଁ ପିତାଙ୍କ ଅନୁମତି ପ୍ରାର୍ଥନା କଲେ, ମାତ୍ର ପିତା ଅନୁମତି ଦେଲେ ନାହିଁ। ଅରଣ୍ୟରେ ଶିକାର କରୁଥିଲା ସମୟରେ ଜୟନ୍ତ ଦେଖିଲା ଉଷାର ଅପୂର୍ବ ଲାବଣ୍ୟକୁ। ତେଣୁ ସେ ନୁରୁ ରାଜାଙ୍କ ନିକଟରେ ଉପସ୍ଥିତ ହୋଇ ଦୌଡ଼ ପ୍ରତିଯୋଗିତାରେ ଯୋଗ ଦେବା ପାଇଁ ନିବେଦନ କଲା। ରାଜା ଜୟନ୍ତଙ୍କୁ ମନା କଲେ, ମାତ୍ର ଜୟନ୍ତ ଉଷାକୁ ପାଇବା ପାଇଁ ଯେକୌଣସି କଠୋର ସର୍ତ୍ତ ରକ୍ଷା କରିବାକୁ ପ୍ରସ୍ତୁତ ହେଲେ। ପରଦିନ ପ୍ରତ୍ୟୁଷରୁ ଆରମ୍ଭ ହେଲା ଦୌଡ଼ ପ୍ରତିଯୋଗିତା। ଉଷା ଦେଖିଲା ଜୟନ୍ତର ଶୌର୍ଯ୍ୟ ଓ ସୌନ୍ଦର୍ଯ୍ୟକୁ। ଜୟନ୍ତ ପ୍ରତି ସେ ହେଲା ଆସକ୍ତ। ତାର ନାରୀତ୍ୱ ଦୁର୍ବଳ ହୋଇ ଉଠିଲା। ସେ ମନେ ମନେ ପ୍ରାର୍ଥନା କଲା ଜୟନ୍ତଙ୍କୁ ପତି ରୂପେ ପାଇବା ପାଇଁ। ସେ ଯଦି ହାରିଯାଏ ତେବେ ତାର ଜୀବନ ହେବ ଧନ୍ୟ। ଉଭୟଙ୍କର ହେଲା ଚାରି ଚକ୍ଷୁରେ ମିଳନ। ଉଭୟଙ୍କର ଦୃଷ୍ଟି ହେଲା ମାନସିକ ସଂଘର୍ଷ। ଏହି ସମୟରେ ଜୟନ୍ତ ସ୍ମରଣ କଲେ କାର୍ତ୍ତିକେୟଙ୍କୁ ଓ ତାଙ୍କଠାରୁ ସେ ଲାଭ କଲେ 3ଟି ସୁବର୍ଣ୍ଣ ପଦ୍ମ। ଉଷା ଓ ଜୟନ୍ତ ଦୌଡ଼ୁ ଥିବାବେଳେ ଜୟନ୍ତ କୌଶଳ କରି ଗୋଟିଏ ଗୋଟିଏ ସୁବର୍ଣ୍ଣ ପଦ୍ମକୁ ଉଷା ଆଗକୁ ପକାଇ ଦେଲା। ଉଷା ସେହି ପଦ୍ମ ପ୍ରତି ଆକୃଷ୍ଟ ହୋଇ ଗୋଟାଇ ନେଉ ନେଉ ଜୟନ୍ତ ତୀବ୍ର ଗତିରେ ଦୌଡ଼ି ଯାଇ ମାଣିକ୍ୟ ଖୁମ୍ବକୁ ଛୁଇଁ ଦେଇ ବିଜୟ ହେଲା। ଉଷା ହାରିଗଲେ ମଧ୍ୟ ଅତ୍ୟଧିକ ଆନନ୍ଦ ପ୍ରକାଶ କରିଛି। ତତ୍ପରେ ପ୍ରଦୋଷ ସମୟରେ ଉଷା ଓ ଜୟନ୍ତଙ୍କର ହେଲା ଶୁଭ ପରିଣୟ। ସେମାନଙ୍କର ହସ୍ତଗଣ୍ଠି ପଡ଼ିଲା କ୍ଷଣି ଉଭୟଙ୍କର ପ୍ରାଣ ଚାଲିଗଲା। ସମଗ୍ର ରାଜ୍ୟରେ ଶୋକର ଲହରୀ ପଡ଼ିଲା। ତାଙ୍କର ବିବାହ ହେଲା, ତାପରେ ତାଙ୍କର ମୃତ୍ୟୁ ହୋଇଗଲା। ରାଜା ହେଲେ ମୂର୍ଚ୍ଛିତ। କାଳୀ ତାଙ୍କୁ ପ୍ରଶ୍ନରେ ଉଷା ଓ ଜୟନ୍ତଙ୍କ ପୂର୍ବଜନ୍ମ କଥା କହିଲେ। ପଞ୍ଚଲିଙ୍ଗ ଶୈଳରେ ଚତୁର୍ଦ୍ଦଶୀ ରାତ୍ରିରେ ଗନ୍ଧର୍ବ ଚିତ୍ରରଥ ଓ ତିଳୋତ୍ତମା ହରପାର୍ବତୀ ଭୂମିକାରେ ଅନନ୍ୟ ଗନ୍ଧର୍ବମାନଙ୍କ ଗହଣରେ ନୃତ୍ୟ କରୁଥିବା ବେଳେ କାଳୀ ସେଠାରେ ଉପବେଶିତ ହେବାରୁ ସେମାନେ ସମସ୍ତେ ତାଙ୍କୁ ଚାହିଁ ହସିଦେଲେ। କାଳୀ ତେଣୁ ସେମାନଙ୍କୁ ଅଭିଶାପ ଦେଲେ ମର୍ତ୍ତ୍ୟରେ ଜନ୍ମ ଗ୍ରହଣ କରିବାକୁ। ଏହା ଫଳରେ ସମସ୍ତେ ବ୍ୟସ୍ତ ହୋଇଗଲେ। ତିଳୋତ୍ତମାର କରୁଣ ନିବେଦନରେ କାଳୀ କହିଲେ ଯେ ସେମାନେ ସମସ୍ତେ ମର୍ତ୍ତ୍ୟରେ ଅଳ୍ପ ଦିନ ପାଇଁ ଜନ୍ମ ଗ୍ରହଣ କରିବେ। ଚିତ୍ରରଥ ଓ ତିଳୋତ୍ତମା ରାଜକୁମାର ଓ ରାଜକୁମାରୀ ଭାବରେ ଜନ୍ମ ନେବେ ଓ ସେମାନଙ୍କର ହସ୍ତଗଣ୍ଠି ପଡ଼ିବା ସମୟରେ ଉଭୟଙ୍କର ମୃତ୍ୟୁ ହେବ। ସେମାନଙ୍କୁ କେନ୍ଦ୍ର କରି ଅନ୍ୟାନ୍ୟ ଗନ୍ଧର୍ବମାନେ ରାଜକୁମାର ରୂପେ ମୃତ୍ୟୁବରଣ କରିବେ। ସମସ୍ତଙ୍କର ହେବ ମୋକ୍ଷ ଓ ସମସ୍ତେ ସ୍ୱର୍ଗକୁ ପୁନର୍ବାର ଆସିବେ। ରାଜା ସ୍ୱପ୍ନରେ ଏକଥା ଜାଣି ଉଷା ଓ ଜୟନ୍ତଙ୍କର ଶବ ସତ୍କାର କଲେ।
ସେହି ସ୍ଥାନରେ ଏକ ସୁନ୍ଦର ମଣ୍ଡପ ନିର୍ମାଣ କରାଗଲା। ତାହାର ନାମ ହେଲା ଉଷା ମଣ୍ଡପ ଓ ଉଷା ମେଢ଼। ଏହା ହିଁ ରାଧାନାଥଙ୍କର ଉଷା କାବ୍ୟର ବିଷୟବସ୍ତୁ। ରାଧାନାଥ ଉଷା କାବ୍ୟର ବିଷୟବସ୍ତୁକୁ ଗ୍ରୀକ୍ ପୁରାଣ ଓଭିଡ୍ ଓ ୱିଲିୟମ୍ ମରିସ୍ଙ୍କ କାବ୍ୟରୁ ଆହରଣ କରିଛନ୍ତି। ତେବେ ଏହି ଆହରଣ ଅନୁକରଣ ସର୍ବସ୍ୱ ହୋଇଯାଇ ନାହିଁ। ଆପଣାର ମୌଳିକ ପ୍ରତିଭା ବଳରେ ଏହି ଆହରଣକୁ ନୂତନ କାଳ କର୍ମରେ ପରିଣୟ ହୋଇଯାଇଛି ଓ ରାଧାନାଥଙ୍କର ଉଷା କାବ୍ୟ ବହୁ ଗୁଣରେ ପୂର୍ବୋକ୍ତ ବିଦେଶୀ ଗ୍ରନ୍ଥ ଠାରୁ ଶ୍ରେୟ ବିବେଚିତ ହୋଇଛି। ଓଭିଡ୍ ଏହି ଘଟଣାକୁ କବିବର ରାଧାନାଥ ଏହି ମନ୍ତ୍ର କାହାଣୀରୁ ଉପାଦାନ ନେଇ ଆଟଲାଣ୍ଟ ଓଢ଼ଣୀ ପରିବେଶରେ ହୋଇଛି ଉଷା ଏବଂ ମିଲିୟନ ହୋଇଛି ଜୟନ୍ତ। ଉଷାର ରୂପ ଓ ଗୁଣ ସମ୍ପର୍କରେ କବି ଲେଖିଛନ୍ତି ଯୁବତୀ ସୁଲଭ ସୌନ୍ଦର୍ଯ୍ୟ ମିଶିଲା ଯଶ୍ଚ ପ୍ରଖର। ଏଗୁଡ଼ିକ ମନେ ରଖିବେ ଉଷା କାବ୍ୟର ପଂକ୍ତି। ଯୁବତୀ ସୁଲଭ ସୌନ୍ଦର୍ଯ୍ୟ ମିଶିଲା ସୌର୍ଯ୍ୟ ପ୍ରଖର ବେନି ଗୁଣ ମିଳି କଲେ ରମଣୀ ରୌଦ୍ର ସୁନ୍ଦର। ଏହି କାବ୍ୟରେ ପୁଣି କବି ଗୌରବ ଟିକେ ସାଉଣ୍ଡ କମେଇବୁ ତ। ଏହି କାବ୍ୟରେ ପୁଣି କବି ଦୈବର ବିଜୟ ଧ୍ୱଜା ଉଡ଼ାଇଛନ୍ତି। ବଳି ହୋଇ ଦୈବ ବିଧାନକୁ କିଏ କରିବ ଆନ ମହାବଳୀ ଠାରୁ ବଳିୟାର ପୁଣି ଦୈବ ବିଧାନ। ନେକ୍ସଟ ପାର୍ବତୀ କାବ୍ୟ। ସମ୍ବଲପୁରର ହିତୈଷିଣୀରେ ପାର୍ବତୀ କାବ୍ୟ ପ୍ରକାଶ ପାଇ ସେ କାଳର ଓଡ଼ିଆ ସାହିତ୍ୟରେ ଏକ ଝଡ଼ ସୃଷ୍ଟି କରିଥିଲା। ଏଥିରେ ପିତା ଓ କନ୍ୟାର ସମ୍ଭୋଗ ହୋଇଛି ମୁଖ୍ୟ ବିଷୟ। ଗ୍ରୀକ୍ କବି ହୋମରଙ୍କର ଇଲିଆଡ୍, ଆସ୍କାଇଲ୍ସଙ୍କ ଆଗାମେମ୍ନନ ନାଟକ, ସେକ୍ସପିୟରଙ୍କ ହାମଲେଟ ନାଟକ ଭିତରେ ମାଦଳ ପାଞ୍ଜିର ଗଙ୍ଗେଶ୍ୱର ଦେବଙ୍କର କାହାଣୀକୁ ନେଇ ରାଧାନାଥ ରଚନା କରିଛନ୍ତି ପାର୍ବତୀ କାବ୍ୟ। ଏହି କାବ୍ୟ ପାଇଁ ରାଧାନାଥ ସମାଲୋଚିତ ହୋଇଛନ୍ତି। ମାତ୍ର ଏପରି ଏକ କାବ୍ୟ ରଚନା କରି ସେ ନିର୍ଭୀକତାର ପରିଚୟ ଦେଇଛନ୍ତି। ପିତା ଓ କନ୍ୟାର ସମ୍ଭୋଗକୁ ସେ ସମର୍ଥନ କରିଛନ୍ତି। ଏପରି ଗୋଟାଏ କୁତ୍ସିତ ଘଟଣାକୁ ବର୍ଣ୍ଣନା କରି ଚୋଡ଼ଗଙ୍ଗ ଦେବଙ୍କର ପରି ଏକ ଶୈତାନକୁ ସେ ରାଣୀ କୌତୁକ ଦେଇଛନ୍ତି ଚରମ ଶାସ୍ତି। ତେଣୁ ଅନୈତିକତାର ବର୍ଣ୍ଣନା ମଧ୍ୟ ଦେଇ ନୈତିକତାର ଝଡ଼ ହୋଇଛି ଉନ୍ମତ୍ତ। ପାଶ୍ଚାତ୍ୟ ସାହିତ୍ୟରେ ଅସାମାନ୍ୟ ପ୍ରଣୟର ଚିତ୍ର ବିଶେଷ ଭାବରେ ଦେଖିବାକୁ ମିଳେ। ମଣିଷର ଯୌନ ସମ୍ଭୋଗ ଲାଳସା ଏତେ ଆଦିମ ଯେ ଏଥିରେ ନୀତି ଅନୀତିର ବିଚାର ରହେ ନାହିଁ। ଆଗମନ ନାଟକରେ ପିତା ଓ କନ୍ୟାର ପ୍ରଣୟ କାହାଣୀ ନାହିଁ। ହେଲେ ଉତ୍ତାର ପାଇଁ ଆଗମନ ଗ୍ରୀକ୍ ସୈନ୍ୟମାନଙ୍କ ସହିତ ସମୁଦ୍ରପରେ ଯାନ୍ତ୍ରିକ କରିଛନ୍ତି। ପାର୍ବତୀ କାବ୍ୟର ଆରମ୍ଭ ହୋଇଛି ନୀଳାଚଳ କ୍ଷେତ୍ରରେ ଦୋଳ ମହୋତ୍ସବ ବର୍ଣ୍ଣନାର। ହେଲା, ନୀଳାଚଳ କ୍ଷେତ୍ରରେ ଦୋଳ ମହୋତ୍ସବ ହେଉଛି। ତତ୍ପରେ କଥାବସ୍ତୁ ହୋଇଛି ବର୍ଣ୍ଣନା। ରାଜା ଗଙ୍ଗେଶ୍ୱର ଦେବ ମୟୂରଭଞ୍ଜ ରତ୍ନପୁର ଦୁର୍ଗ ଅବରୋଧ କରିଛନ୍ତି। କିଏ? ନା ରାଜା ଗଙ୍ଗେଶ୍ୱର ଦେବ ମୟୂରଭଞ୍ଜର ରତ୍ନପୁର ଦୁର୍ଗକୁ ଅବରୋଧ କରିଛନ୍ତି। ଦୀର୍ଘ ଦିନ ଧରି ଯୁଦ୍ଧ ଚାଲିଥାଏ, ତଥାପି ରତ୍ନପୁର ଜୟ ହେଲା ନାହିଁ। ରାଜାଙ୍କର ସହିତ ତାଙ୍କର ରୂପସୀ କନ୍ୟା କୌଶଲ୍ୟା ଉପସ୍ଥିତ ଥାଏ। ରାଜା କାମାସକ୍ତ ହୋଇ କନ୍ୟାକୁ ଉପଭୋଗ କଲେ। କନ୍ୟା ହେଲା ଅନ୍ତଃସତ୍ତ୍ୱା। ରାଜାଙ୍କ ଆଦେଶରେ କୌଶଲ୍ୟା ଓ ତାର ନବଜାତ ଶିଶୁକୁ ନିର୍ମମ ଭାବରେ ଧଉଳି ପର୍ବତ ନିକଟବର୍ତ୍ତୀ ଏକ ଗଭୀର
କୂପ ମଧ୍ୟରେ ପକାଇ ଉପରୁ ବନ୍ଦ କରି ଦିଆଗଲା। କୂପ ମଧ୍ୟରେ ପୁତ୍ର ସହିତ କୌଶଲ୍ୟାର ମୃତ୍ୟୁ ହେଲା। ଏଣେ ରାଜା ପ୍ରଚାର କରିଦେଲେ ଯେ କୌଶଲ୍ୟା ପାପଗର୍ଭା ହୋଇ କୁଆଡ଼େ ଚାଲିଯାଇଛି। ପୁରୀରେ ରାଣୀ ସମ୍ବାଦ ପାଇଲେ ଅତୀବ ବିଷାଦିତ ହେଲେ। ସେ ଜଗନ୍ନାଥଙ୍କ ମନ୍ଦିରକୁ ଆସି ଗରୁଡ଼ ଗୁମ୍ଫ ପାଖରେ ଅଧିଆ ପଡ଼ିଲେ। ସେଠାରେ ସେ ଶୂନ୍ୟବାଣୀ ଶୁଣିଲେ ଯେ କୌଶଲ୍ୟା ନିଜେ ଆସି ତା'ର କରୁଣ କାହାଣୀ କହିବ। ରାଣୀ ରାଜାନଗରକୁ ଫେରି ଆସିବାର ଅପେକ୍ଷା କରି ରହିଲେ। ପ୍ରତିଦିନ ରାତ୍ରିରେ ବୃଦ୍ଧ କଞ୍ଚୁକି ରାଜନଗର ଉପରେ ବସି ରାଜାଙ୍କର ବିଜୟ କୀର୍ତ୍ତି ଜାଣିବା ପାଇଁ ଅପେକ୍ଷା କରି ଚାହିଁଲେ। ତା'ର ମନ ଭିତରେ ରାଜାଙ୍କର ସାମ୍ରାଜ୍ୟଲିପ୍ସା ଘୋର ପ୍ରତିକ୍ରିୟା ସୃଷ୍ଟି ହେଲା। ସେ ଦେଖିଲେ ଚନ୍ଦ୍ରଶାଳାପୁରରୁ ଚୂଳ ଉପରେ ବସି ପେଚା ରାବୁଛି। ଆସ୍ଥାନ ମଣ୍ଡପରେ ବସୁଛନ୍ତି ଶାଗୁଣା। ନାନା ଅଶୁଭ ଲକ୍ଷଣ ସେ ଦେଖି ଶୁଣେ ମଧ୍ୟ ଏକ ନାରୀକଣ୍ଠର କରୁଣ ରୋଦନ। ରାଜାଙ୍କର ବିଜୟ ବାର୍ତ୍ତା ସଂକେତ କଞ୍ଚୁକି ଜାଣି ରାଣୀଙ୍କୁ ସମ୍ବାଦ ଦେଇଛନ୍ତି। ରାଜା ଉଦ୍ୟାନରେ ଏକ ନାରୀମୂର୍ତ୍ତି ହଠାତ୍ ଆବିର୍ଭାବ ହେବା କଥା ମଧ୍ୟ ସେ କହିଛନ୍ତି ରାଣୀଙ୍କୁ। ରାଜାଙ୍କର ରତ୍ନପୁର ବିଜୟ ଉତ୍ସବ ପାଳନ ପାଇଁ ମହାସମାରୋହରେ ଆୟୋଜନ ଚାଲିଛି। ପରଦିନ ରାତ୍ରିର ନିସ୍ତବ୍ଧ ପ୍ରହରରେ ରାଣୀ ଗଲେ ଉଦ୍ୟାନକୁ। ଏକାକିନୀ ସେ ଦେଖିଲେ ଜେମାଙ୍କର ଅବିକଳ ରୂପ। ପରିଚୟ ପାଇଲା ପରେ କୌଶଲ୍ୟା କହିଛି ତା'ର ଜୀବନର କରୁଣ କାହାଣୀ। ଗଙ୍ଗେଶ୍ୱରଙ୍କର ନିଷ୍ଠୁର କାର୍ଯ୍ୟକଳାପ ବିଷୟରେ ଅବଗତ ହୋଇ ରାଣୀ କହିଲେ ମର୍ମହତା। କୌଣସି ମତେ ସେ ନିଜକୁ ସମ୍ଭାଳି ନେଲେ ଓ ମନେ ମନେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରି ରାଜାଙ୍କର ସମ୍ବର୍ଦ୍ଧନା ପାଇଁ ଆୟୋଜନ କଲେ। ରାଣୀ ଅନ୍ନପୂର୍ଣ୍ଣାକୁ ଗୃହ ମଧ୍ୟରେ ରଖି ରାଜାଙ୍କର ପାଇଁ ଉତ୍ସବ ଆୟୋଜନ କରାଗଲା। ରାଣୀ କ'ଣ କଲେ? ତତ୍ପରେ ସେ ଉଗ୍ରଚଣ୍ଡୀ ମୂର୍ତ୍ତି ଧାରଣ କରି ଶାଣତ କଟୁରୀରେ ରାଜାଙ୍କୁ ହତ୍ୟା କଲେ। ସେହି ସମୟରେ ଜଗନ୍ନାଥଙ୍କ ନୀଳାଚଳରୁ ଜ୍ୟୋତି ରେଖାଟିଏ ଆସି ରାଣୀଙ୍କ କଟାରରେ ପ୍ରବେଶ କଲା। ରାଜା ମୃତ୍ୟୁବରଣ କଲେ। ରାଜାପୁରରେ ଅନ୍ନପୂର୍ଣ୍ଣା ବିଷ ଖାଇ ଆତ୍ମତ୍ୟାଗ କଲେ। ରାଣୀ ମଧ୍ୟ ମୃତ୍ୟୁବରଣ କଲେ। ଯୁବରାଜ ଏକଜାତ ମଧ୍ୟ ପ୍ରିୟତମାର ମୃତ୍ୟୁରେ ବିଚଳିତ ହୋଇ ମୃତ୍ୟୁବରଣ କଲେ। ରାଣୀ ରାଜନଗରର ତ୍ୟାଗ କରି କେଉଁଆଡ଼େ ଚାଲିଗଲେ। ଏହା ହିଁ ପାର୍ବତୀ କାବ୍ୟର କଥାବସ୍ତୁ। ରାଧାନାଥ ପାର୍ବତୀ କାବ୍ୟକୁ ଅସମ୍ପୂର୍ଣ୍ଣ ରଖିଛନ୍ତି। ରତ୍ନପୁର ଦୁର୍ଗ ଅଧିକାର କରିବା ପାଇଁ ଗଙ୍ଗେଶ୍ୱର ଦେବଙ୍କର ଆକ୍ରମଣ ଓ ଦୁର୍ଗ ରକ୍ଷା କରିବା ପାଇଁ ରତ୍ନପୁର ସୈନ୍ୟମାନଙ୍କର ଯୁଦ୍ଧ ଓ ମୃତ୍ୟୁ ବର୍ଣ୍ଣନା ପର୍ଯ୍ୟନ୍ତ କାବ୍ୟରେ ଅଛି। ଏହାପରେ କାବ୍ୟର ବିଷୟବସ୍ତୁକୁ ଗଦ୍ୟାକାରରେ ରାଧାନାଥ ନିଜର ଟିପା ଖାତାରେ ଲେଖି ଦେଇଛନ୍ତି। କାବ୍ୟ ଭିତରେ କୌଶଲ୍ୟାଙ୍କର ସମ୍ପର୍କ, କିମ୍ବଦନ୍ତୀ ଓ ମାଦଳା ପାଞ୍ଜିର ବିବରଣୀକୁ ମୁଖ୍ୟ ପ୍ରେରଣା ଭାବରେ ନେଇଛନ୍ତି କବି। ଏହି କାବ୍ୟରେ କବି କେତୋଟି ଆପ୍ତ କାବ୍ୟ ଶୁଣାଇଛନ୍ତି, ଯଥା କେହି ରହିନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳେ କାଳେ। ଇଛନ୍ତି ଦାମ୍ଭିକେ ହସ୍ତେ ରଖିବାକୁ ସମସ୍ତଙ୍କ ଭାଗ୍ୟ ଡୋରି ନିଜ ଭାଗ୍ୟ ଡୋରି କାଳହସ୍ତେ ବନ୍ଧା ପକାନ୍ତି ହେଳେ ପାଶୋରି।
आउची पार्वती काव्य राधानाथ प्रतिभाधारी शीर्षक अवरोह से 1890 मसीहा पर्यंत कविवर जो काव्य रचना करुतिले ताहा थिला पूर्णतः विदेशी कथावस्तु आहरण स्वदेशी पट्टभूमि उपरे नूतन काव्य सौंदर्य निर्माण एसबु काव्य गुड़िक थिला राधानाथंकर काव्य केदार गौरी पार्वती पर्यंत समस्त काव्यर परिणत करुण नायक नायिका बा नायिकार परिणय होइछि मृत्यु केदार गौरी रे नायक नायिकांकर होइछि मृत्यु एवं एही मृत्यु सृष्टि करे समुद्र तो तांकर काव्य गुड़िक सरिला राधानाथंकर नेक्स्ट महाजात्रा 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 कवि राधानाथी प्रतिभार जययात्रा अमित्राक्षर छंदरे रचित एही काव्य आधुनिक ओडिया साहित्य रे एक अमलिन दीप्त महाजात्रा काव्य को परवर्ती वीडियो आलोचना करिवार उचित। नमस्कार।